জগতর নাথ জগন্নাথ কি তম বিচিত্র লীলা ঠাকুরে আপন কাহিকি কাহিকি মো উপরে এতে কৃপ দৃষ্টি রখুছ কুহ ঠাকুরে হেলি রাজা ঘর চাকর ମୋ ସ୍ତ୍ରୀ ମୋତେ ଛାଡ଼ି ଆର ପାରିକୁ ଚାଲିଗଲେ ହେଲେ ମୋର ଗୋଟେ ଝିଅଟେ ଅଛି ମୋ ଝିଅ ଏପର୍ଯ୍ୟନ୍ତ କିଛି ଭଲ ମନ୍ଦ ଜାଣିନି କୁହ ଠାକୁରେ ମୁଁ ବା ତୁମର କି ଅପରାଧ କରିଛି ବାସ୍ତବରେ ମୁଁ କେତେ ସ୍ୱପ୍ନ ଦେଖି ଆସିଥିଲି ମୋ ସ୍ୱପ୍ନ କ'ଣ ପୂରଣ ହବନି ମୋ ସ୍ୱପ୍ନ କ'ଣ ସ୍ୱପ୍ନ ରହିଯିବ ଏ ଜଗତର ନାଥ ଜଗନ୍ନାଥ ତମର ସେଇ ଚକାଚକ ଆଖିରେ ଏଇ ସଂସାରକୁ ଦେଖୁଛ ହେଲେ ମୋ ବେଲାକୁ କ'ଣ ଦେଖିପାରୁନ ଠାକୁରେ ଏ କାଳିଆ ଆଉ କେତେ ଦିନ ପର୍ଯ୍ୟନ୍ତ ଦୁଃଖ ଦବ ପାପ ଜାଣିନି କି ପୁଣ୍ୟ ଜାଣିନି ଧୂଆଁ ଖାଲି ଧୂଆଁ ଫେରିଆଲି ଭୁନି ସରେ ନାହିଁ ଲୁହ ଯନ୍ତ୍ରଣାର ଦୁଃଖ ଧନ ଧାରରେ ଦିଶୁ ନାହିଁ ଲୁହ ମଶାଣି ଲାଗୁଛି ଦୁନିଆ ପାପ ଜାଣିନି ଧନ ଧାରରେ ଦିଶୁ ନାହିଁ ମଶାଣି ଲାଗୁଛି ଦୁନିଆ ସେ ଦୁଃଖ ଦବୁ ସେ ଦୁଃଖ ଦବୁ ଦୁଃଖ ଦବୁ ଦବୁ दुख कबू तेरे कालिया 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 हेलो सांग शंकरा हेलो सांग शंकरा कांदुछु रे एहिति बसिकी कांदुछु हेलो सांग शंकरा कांदुथालो कांदुथा एहिति कांदुथिले तो सबु दुख कष्ट दूर होई दिबो हेलो सांग तुम्हें किए हेलो सांग तू कौन मत चिन्हु नाही हाँ मु तुमको चिन्ह पारुनी हेलो सांग मु परा तो पिला दिन सांग तू कौन सबू आम पिला दिन न खेल भूली गलु सतरे मु तुमको चिन्ह पारुनी हेलो सांग तू कौन से गिली बाड़ी खेल से पोखरी रे जाइकी डोगिबा सब भूली गलु तुम्हें बुझीबन तो हे बुझीबन तो ए सांग से पिला दिन कथा मोर मने पड़गला सांग ए सांग हाँ कह सांग हेले तुम केमिति अछ मु तो भलरे अछि रे बाबा ले तो ए दुख कष्ट देखिकी सही पारुनी रे सांग ए सांग कौन आउ कहबे मु
ଭାଗ୍ୟର ଲିଖନ କେ କରିବାର ଦୈବ ମୋ ଭାଗ୍ୟରେ ଯାହା ଲେଖିଛନ୍ତି ତାହା ହିଁ ଭୋଗୁଛି ସାଙ୍ଗ, ତାହା ହିଁ ମୁଁ ଭୋଗୁଛି। ହ୍ୟାଲୋ ଏ ସାଙ୍ଗ, ଏସବୁ ତୁ ମିଛ କହୁଛୁ ଲୋ, ମିଛ କହୁଛୁ। ଏ ସାଙ୍ଗ ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି ସାଙ୍ଗ, ମୁଁ ସମ୍ପୂର୍ଣ୍ଣ ସତ୍ୟ କହୁଛି। ହ୍ୟାଲୋ ଏ ସାଙ୍ଗ, ଏସବୁ ତୁ ମିଛ କହୁଛୁ। ତୁ ଜାଣି ଜାଣି ତୋ ଭାଗ୍ୟକୁ ଦୋଷ ଦଉଛୁ ସାଙ୍ଗ, ସବୁ କାର୍ଯ୍ୟଟାକୁ ତୁ ଭଙ୍ଗ କରୁଛୁ ରେ ସାଙ୍ଗ। ମାନେ ତମେ କ'ଣ କହିବାକୁ ଚାହୁଁଛ? ଏ ସାଙ୍ଗ ତାହେଲେ ମୋ କଥା ଶୁଣିବୁ? ତାହେଲେ କୁହ ସାଙ୍ଗ। ଏ ସାଙ୍ଗ ତାହେଲେ ମନ ଦେଇକି ଶୁଣରେ ସାଙ୍ଗ। ତାହେଲେ କୁହ ସାଙ୍ଗ। ଶୁଣ ଶୁଣ ସାଙ୍ଗ ମୋର କହିବାର ଗିରା, ଯାହା କହୁଅଛି ଆଜି ମୁଁ ତୁମ ଆଗର। କହିବା କଥା ତୁ କର୍ଣ୍ଣରେ ଶୁଣିବ, ଅମାନ୍ୟ କରିଲେ ବାଟା ଦଶା ଭୋଗୁଥିବ। ଶୁଣ ହେ ଶୁଣ ହେ ଶୁଣ 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 ସାଙ୍ଗ ମୋର, ଯାହା କହୁଅଛି ଆଜି ମୁଁ ତୁମ ଆଗର। ହ୍ୟାଲୋ ସାଙ୍ଗ, ହଁ ସାଙ୍ଗ। ମୋ କଥାକୁ ମନ ଦେଇକି ଶୁଣୁଛୁ ନା ନାହିଁ? ଏ ସାଙ୍ଗ ମୁଁ ତମ କଥାକୁ ମନ ଦେଇ ଶୁଣୁଛି ସାଙ୍ଗ। ହ୍ୟାଲୋ ସାଙ୍ଗ ତାହେଲେ ବହୁତ ମନ ଦେଇକରି ଶୁଣଲୋ ସାଙ୍ଗ, କାହିଁକି ନା ଅସଲ କଥାଟା ଏବେ କହିବି। ତାହେଲେ କୁହ ସାଙ୍ଗ। ବନ୍ଧ୍ୟା ଲୋକ ମୁଖ ଦେଖି ଅଶୁଭ ହୁଆଇ, ରାଜା ରାଣୀ ସେହି ଦୁଇ ସନ୍ଧ୍ୟା ଯେ ଅଟାଇ। ତାଙ୍କ ମୁଖ ଦେଖୁଅଛ, ତାଙ୍କ ଦୃଷ୍ଟି ତୁମ ପରେ କରୁଅଛି ସତ। ହେ ଶୁଣ ହେ ଶୁଣ ହେ ଶୁଣ 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 ସାଙ୍ଗ ମୋର, ସାଧୁ ହୋଇ ଦୁର୍ଗେଶ୍ୱର ଗିରା। ଶୁଣ ଶୁଣ ସାଙ୍ଗ ମୋର କହିବାର ଗିରା, ଯାହା କହୁଅଛି ଆଜି ମୁଁ ତୁମ ଆଗର। ଏ ସାଙ୍ଗ ଏ ତମେ କ'ଣ କହିଗଲ? ସେ ରାଜା ହେଉଛନ୍ତି ମୋ ପାଇଁ ଭଗବାନ, ଆରେ ସେ ରାଜା ହେଉଛନ୍ତି ମୋ ପାଇଁ ଅନ୍ନଦାତା। ସେ ରାଜା ଘରକୁ ଯଦି ମୁଁ କାମ ନ କରିବି ତାହେଲେ ମୁଁ ଖାଇବି କ'ଣ? ଆରେ ମୋ ଝିଅକୁ ମୁଁ ପାଳିବି କେମିତି? ହେଲେ ସାଙ୍ଗ ମୁଁ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ସତରେ ସାଙ୍ଗ। ମାନୁଛି ସାଙ୍ଗ ମାନୁଛି। ହେଲେ ସାଙ୍ଗ ଏଇ ରାଜା ରାଣୀ ଦୁହେଁ ବନ୍ଧ୍ୟା। ମୁଁ ଜାଣେ ସାଙ୍ଗ, ବନ୍ଧ୍ୟା ଲୋକ ମୁଖ ଦେଖିଲେ ଅଶୁଭ ହୁଏ। ଆରେ ମୁଁ ଜାଣେ ସାଙ୍ଗ। ହେଲେ ସାଙ୍ଗ ମୁଁ ଯାହା କହିବା ଥିଲା ତୁ ଆଗରେ ବନ୍ଧୁ ହିସାବରେ କହିଦେଲି ରେ ସାଙ୍ଗ। ତାହେଲେ ମୁଁ ଯାଉଛି ରେ ସାଙ୍ଗ, ତୁ ଯାହା କରିବୁ ତାହା କର। ଏ ସାଙ୍ଗ ସାଙ୍ଗ କ'ଣ କହିଲ ସାଙ୍ଗ ତମେ?
আর ମୁଁ ମଧ୍ୟ ଜାଣେ ବନ୍ଧ୍ୟା ଲୋକ ମୁଖ ଦେଖିଲେ ଅଶୁଭ ହୁଏ, ଅମଙ୍ଗଳ ହୁଏ। ହେଲେ ମୁଁ କ'ଣ କରିବି? ଏଇ ରାଜା ଘରକୁ ଯଦି କାମ ନ କରିଯିବି ତାହେଲେ ମୋ ଝିଅକୁ ମୁଁ ପାଲି ପାରିବି ନାହିଁ। ମୁଁ ସତରେ ଭୋକରେ ମରିଯିବି ସାଙ୍ଗ, ମୁଁ ସତରେ ଭୋକରେ ମରିଯିବି। ହେଲେ କ'ଣ କରିବି? ଯେମିତି ହେଲେ ବି ମୁଁ ରାଜା ଘରକୁ ଯିବାକୁ ହବ। ନା ଗୋଟାଏ କାମ କରିବି, ରାଜା ଘରକୁ କାମ କରିଯିବି, ହେଲେ ରାଜାର ମୁଖ ଦେଖିବିନି, ରାଜାର ମୁଖ ଦେଖିବିନି। ରାଜା ରାଣୀ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି, ତା ପୂର୍ବରୁ ମୁଁ ଯାଇ କାମଟା ସାରିଦେବି। ହଁ ଏଇଟା ହିଁ ଠିକ୍ ହବ, ଏଇଟା ହିଁ ଠିକ୍ ହବ। କିଏ ତୁମେ ଏଇ ଅର୍ଦ୍ଧରାତ୍ରିରେ କ'ଣ କରୁଛ? ମୁଁ ମହାରାଜ। ଆରେ ମୁଁ କ'ଣ କରୁଛୁ? କିଏ ତୁ? ମୁଁ ଶଙ୍କର ମହାରାଜ, ଆପଣଙ୍କ ଚାକର। ଓ ହେଲେ ଶଙ୍କର ମହାରାଜ, ଏତେ ରାତିରେ କାହିଁକି ଆସିଛୁ? ମହାରାଜ ସକାଳେ ମୁଁ ଅନ୍ୟ ଆଡ଼କୁ ଯିବି, ସେଥିପାଇଁ ମୁଁ ସେଠି ଚାଲି ଆସିବି। ଆସି ଯାଇଛୁ ଯେତେବେଳେ ତୋ ପାଉଣା ନେଇକି ଯିବୁ। ନା ମହାରାଜ ନା, ମୁଁ ଆପଣଙ୍କ ପାଖକୁ ଯାଇପାରିବିନି। ଆରେ କ'ଣ ହେଇଛି ତୋର? କାହିଁକି ମୋ ପାଖକୁ ଆସିପାରିବୁନି? ନାଇଁ ମହାରାଜ ନାଇଁ, ମୋର କିଛି ବି ହେଇନି। ଆରେ ସତ କୁହ, କ'ଣ ହେଇଛି ତୁମର? ସତ କୁହ। ତାହେଲେ ଶୁଣନ୍ତୁ ରାଜନ, ଶାସ୍ତ୍ର ଲେଖା ଅଛି, ବନ୍ଧ୍ୟା ଲୋକ ମୁଖ ଦେଖିଲେ ଅଶୁଭ ହୁଏ, ଅମଙ୍ଗଳ ହୁଏ। ତମ ଜଣେ ବନ୍ଧ୍ୟା, ମୁଁ ତମ ମୁଖ ଦେଖିବିନି। ତମ ହସ୍ତେ ନାହିଁ କୁଳାନନ୍ଦନ। ପୁରାଣ ପାହାଇ ପୁରୁଣା ହେଇନି, ତାର ବଦନରେ ରହିଛି ଏକା। ପୁରାଣ ପାହାଇ ପୁରୁଣା ହେଇନି, ତାର ବଦନରେ ରହିଛି ଲେଖା। ରାମ ତ ଲେଖୁଛି ନୂଆ ରାମାୟଣ, ମତରେ ଲଗେଇ କଳଙ୍କ ଟିକା। ନାହିଁ କଟଗଣ କରିଲା ବିଚାର, ଜୀବନ ଆକାଶେ ଗୋଟିଲା ଅନ୍ଧାର। ନାହିଁ କଟଗଣ କରିଲା ବିଚାର, ଜୀବନ ଆକାଶେ ଗୋଟିଲା ଅନ୍ଧାର। ବିଧାତା ଦେଖାଇ ଦେଲା, ବିଧାତା ଦେଖାଇ ଦେଲା এই কি সপন। नाही मोरा पुरानंदन, हसे नाही मोरा पुरानंदन। नाही मोरा पुरानंदन, हसे नाही मोरा पुरानंदन। हसे नाही मोरा पुरानंदन, हसे नाही मोरा पुरानंदन। हसे नाही मोरा पुरानंदन, हसे नाही मोरा কুড়ানন্দন। স্বামী স্বামী স্বামী, তোমার
कौन है स्वामी महारानी महारानी स्वामी ମୁଁ ଆଉ କ'ଣ କହିବି ମହାରାଣୀ ମୁଁ ଆଉ କ'ଣ କହିବି କହ ସ୍ୱାମୀ କ'ଣ ହେଇଛି ଆଜି ଆମ ସାମାନ୍ୟ ଚାକରଟେ କହିଗଲା ଆଜି ଆମ ସାମାନ୍ୟ ଚାକର କ'ଣ କହିଗଲା ସ୍ୱାମୀ ଓ ମହାରାଣୀ କ'ଣ କହିଗଲା ଆଜି ଆମ ସାମାନ୍ୟ ଚାକର କହିଗଲା କୁହ ସ୍ୱାମୀ ଆମେ ପରେ ବନ୍ଧିଆ ଆମେ ପରେ ଅପୁତ୍ରିକ ଆମ ମୁହଁ ଦେଖିଲେ ଅଶୁଭ ହୁଏ ଏ ଜୀବନ ରଖିକି କିଛି ଲାଭ ନାହିଁ ମହାରାଣୀ ଏ ଜୀବନ ରଖିକି କିଛି ଲାଭ ଏମିତି କୁହନ୍ତୁ ନାହିଁ ସ୍ୱାମୀ ସାମାନ୍ୟ ଚାକର ଆମକୁ ବନ୍ଧା କହିଗଲା ବୋଲି ଆଜି ଆଜି ଆପଣ କେମିତି କେମିତି ଭାବ ମହାରାଣୀ ମୁଁ ନିଷ୍ପତ୍ତି ନେଇ ସାରିଛି ମହାରାଣୀ ମୁଁ ନିଷ୍ପତ୍ତି ନେଇ ସାରିଛି ଆଜି ଆମେ ଦୁହେଁ ଆତ୍ମହତ୍ୟା କରିଦେବୁ হয়ে যায় সবু দাদা বুঝিব পারুনি এ পাখে ସ୍ୱାମୀ ତାହେଲେ ତମର ଶେଷ ନିଷ୍ପତ୍ତି ମହାରାଣୀ ସ୍ୱାମୀ ମୁଁ ନିଷ୍ପତ୍ତି ନେଇ ସାରିଛି ମହାରାଣୀ ମୁଁ ନିଷ୍ପତ୍ତି ନେଇ ସାରିଛି ମହାରାଣୀ ସ୍ୱାମୀ ଏହି ରାଜ୍ୟଟାକୁ ମୁଁ ଆମର କିସ୍ମତ ହାତରେ ଦେଇଦେଇ ଆମେ ଚାଲିଯିବା ଅନେକ ଦୂର ସ୍ୱାମୀ ଯଦି ଆମେ ଦିନେ ଆତ୍ମହତ୍ୟା କରିଗଲେ ଆମ ବନ୍ଧୁ ସବୁଦିନ ପାଇଁ ସରିଯିବ ମହାରାଣୀ ସ୍ୱାମୀ ମୁଁ ଆଉ ନିଷ୍ପତ୍ତି ନେଇ ସାରିଛି ମୁଁ ମହାମନ୍ତ୍ରୀ ସୁମନ୍ତକୁ ରାଜ୍ୟ ଭାର ଦେଇ ଚାଲିଯିବୁ ଅନେକ ଦୂର ସ୍ୱାମୀ ଯଦି ଆପଣଙ୍କ ଶେଷ ନିଷ୍ପତ୍ତି ତାହେଲେ ଶୁଣନ୍ତୁ
ତାରକପତି ହେ କୌଶଲଗଣ ଈଶ୍ୱର ଆପଣଙ୍କୁ ବାକ୍ୟକୁ କେବେ ହେଲେ ଦାସୀ ଅମାନ୍ୟ କରିନି ମୋ ଦୁଃଖରେ ଦୁଃଖୀ ମୋ ଦୁଃଖରେ ସୁଖୀ ତୁମେ ଆଜି ତମ ନିଷ୍ପତ୍ତି ଆଗରେ ମୁଁ ବାକି ସ୍ୱାମୀ ମହାରାଣୀ ଆଜି ଯାହା ଆପଣ ନିଷ୍ପତ୍ତି ନେଇଛନ୍ତି ସେ ନିଷ୍ପତ୍ତିରେ ମୁଁ ମଧ୍ୟ ଏକମତ ସ୍ୱାମୀ ଆସ ଆଜି ଆମେ ଦୁହେଁ ଯାଇ ନିଜ ଶରୀରକୁ ଆତ୍ମ ବିସର୍ଜନ କରିଦେବା ହସେ ନାହିଁ ମୋର ପୁର ନନ୍ଦନ 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 ହସେ ନାହିଁ ମୋର ପୁର ମହାରାଣୀ ଆପଣ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ମୁଁ କାହିଁକି ଆପଣଙ୍କ ବାକ୍ୟକୁ ଅମାନ୍ୟ କରିବି ଅତି ଶୀଘ୍ର ମନ୍ତ୍ରୀ ସୁମନ୍ତକୁ ଡକାଇ ଏଇ ରାଜ୍ୟଭାର ଦେଇ ଆମେ ଦୁହେଁ ଚାଲିଯିବା ଅନେକ ଠିକ ଅଛି ମହାରାଣୀ ଠିକ ଅଛି ମହାମନ୍ତ୍ରୀ ସୁମନ୍ତକୁ ଅତି ଶୀଘ୍ର ଡକାଉଛି ମହାମନ୍ତ୍ରୀ ସୁମନ୍ତ ମହାମନ୍ତ୍ରୀ ସୁମନ୍ତ କୋଉଠି ଅଛ ଶୀଘ୍ର ରାଜପ୍ରସାଦକୁ ଚାଲି ଆସ ମହାମନ୍ତ୍ରୀ ସୁମନ୍ତ ମହାରାଜାଙ୍କର ଜୟ ହେଉ ମହାରାଣୀଙ୍କର ଜୟ ହେଉ ମହାରାଜ এই অসময়ের পুଣି ମହାମନ୍ତ୍ରୀ ସୁମନ୍ତକୁ ଡାକିବା କାରଣ ମହାମନ୍ତ୍ରୀ ଆଜ୍ଞା ରାଜେଶ୍ୱର ମୁଁ ଗୋଟାଏ ନିଷ୍ପତ୍ତି ନେଇଛି ମହାମନ୍ତ୍ରୀ କୋଉ ନିଷ୍ପତ୍ତି ନେଇଛନ୍ତି ମହାରାଜ ମହାମନ୍ତ୍ରୀ ଆଜ୍ଞା ରାଜେଶ୍ୱର ମୁଁ ନିଷ୍ପତ୍ତି ନେଇଛି ଆମେ ଦୁହେଁ ଆତ୍ମହତ୍ୟା କରିଦେବୁ ବୋଲି ହେଲେ କାହିଁକି ମହାରାଜ ଆପଣ କାହିଁକି ଏଡ଼େ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାମନ୍ତ୍ରୀ ଆଜ୍ଞା ରାଜେଶ୍ୱର ରାଜ୍ୟର ସମସ୍ତ ଲୋକେ ଆମକୁ ବନ୍ଧ୍ୟା ବୋଲି ଭର୍ତ୍ସନା କରୁଛନ୍ତି ତେଣୁ ଆମେ ନିଷ୍ପତ୍ତି ନେଇଛୁ ଆମେ ଦୁହେଁ ଆତ୍ମବିସର୍ଜନ କରିଦେବୁ ବୋଲି ନା ମହାରାଜ ଆପଣ କ'ଣ କହୁଛନ୍ତି ମହାରାଜ ଆପଣ ହେଉଛନ୍ତି ଏହି କୋଶଲଗଡ଼ ରାଜ୍ୟର ଅଧୀଶ୍ୱର ପୁଣି ଆପଣ ଏପରି କହନ୍ତୁନି ମହାରାଜ ଆପଣ ଭୁଲ ନିଷ୍ପତ୍ତି ନେଇଛନ୍ତି ମହାରାଜ ଆପଣ ଥରେ ଭାବିକି ଦେଖନ୍ତୁ ମହାରାଜ ମହାମନ୍ତ୍ରୀ ମୁଁ ନିଷ୍ପତ୍ତି ନେଇସାରିଛି ମହାମନ୍ତ୍ରୀ ମୁଁ ନିଷ୍ପତ୍ତି ନେଇସାରିଛି ମୁଁ ନିଷ୍ପତ୍ତି ନେଇସାରିଛି
ମୁଁ ତୁମକୁ ଏଇ ରାଜ୍ୟଭାରର ଦାୟିତ୍ୱ ଦେଇ ଚାଲିଯିବି ଅନେକ ଦୂର। ନା ମହାରାଜ, ମହାରାଜ ଆପଣ ଏ ଭୁଲ ନିଷ୍ପତ୍ତି ନେଇଛନ୍ତି। ମହାରାଜ ଆପଣ ହେଉଛନ୍ତି ଏହି କୌଶଲଗଡ଼ ରାଜ୍ୟର ଅଧୀଶ୍ୱର, ଆଉ ଏ କୌଶଲଗଡ଼ ରାଜ୍ୟର ସମସ୍ତ ଜନପ୍ରଜା ଆପଣଙ୍କର ପୁତ୍ର ସମ। ଆପଣ ଯଦି এই କୌଶଲଗଡ଼ ରାଜ୍ୟ ଛାଡ଼ି ଚାଲିଯିବେ ତାହେଲେ এই କୌଶଲଗଡ଼ ରାଜ୍ୟର ସମସ୍ତ ଜନପ୍ରଜା ଅନାଥ ହୋଇଯିବେ। ମହାରାଜ ଅନାଥ ହୋଇଯିବେ। ନା ନା ମହାମନ୍ତ୍ରୀ ନା, ତୁମ ପରି ନ୍ୟାୟବନ୍ତ ଧର୍ମବନ୍ତ ଗୁଣବନ୍ତ ମନ୍ତ୍ରୀ ଥାଉ ଥାଉ এই ପ୍ରଜାମାନଙ୍କ କିଛି ମଙ୍ଗଳ ହେଇପାରିବ ନାହିଁ। ତୁମେ ହିଁ ପ୍ରଜାମାନଙ୍କ ସଦା ସର୍ବଦା ସେବା କରୁଥିବ ଆଉ ନିଜ ପୁତ୍ର ସମ କରିବ ପାଳନ। ନା ନା ମହାରାଜ, ଆପଣ କ'ଣ କହୁଛନ୍ତି? ମହାରାଜ ଏଛାର ମନ୍ତ୍ରୀ ପୁଣି ଏହି କୌଶଲଗଡ଼ ରାଜ୍ୟର ଅଧୀଶ୍ୱର। ନା ନା ମହାରାଜ, ଆପଣ ଭୁଲ ନିଷ୍ପତ୍ତି ନେଇଛନ୍ତି। ମହାରାଜ ମୁଁ କେବେ ହେଲେ ମଧ୍ୟ ଏହି କୌଶଲଗଡ଼ ରାଜ ସିଂହାସନରେ ଅଧୀଶ୍ୱର ହୋଇପାରିବିନି। ମହାରାଜ ଆପଣ ମୋତେ କ୍ଷମା କରନ୍ତୁ। ମହାରାଜ ନା, ମୁଁ ନିଷ୍ପତ୍ତି ନେଇ ସାରିଛି ମହାମନ୍ତ୍ରୀ, ମୁଁ ନିଷ୍ପତ୍ତି ନେଇ ସାରିଛି। ହଁ ମହାଶୟ, ଆପଣ ତ ଜାଣନ୍ତି ଏଇ କୌଶଲ ନରେଶ କେବେ ହେଲେ ତାଙ୍କ ନିଷ୍ପତ୍ତି ଟଳି ଯାଆନ୍ତି। ତାଙ୍କ ବାକ୍ୟ ସଦାବେଳେ ଅଟଳ। ନା ନା ମହାରାଜ, ଆପଣ ମୋତେ କ୍ଷମା କରିବେ। ମୁଁ କେବେ ହେଲେ ମଧ୍ୟ ଏହି କୌଶଲ ରାଜ୍ୟରେ ଅଧୀଶ୍ୱର ହେବା ମୁଁ ଯୋଗ୍ୟ ନୁହେଁ। ମହାରାଜ ମୁଁ କେବେ ହେଲେ ମଧ୍ୟ ଏହି କୌଶଲଗଡ଼ ରାଜ୍ୟର ଅଧୀଶ୍ୱର ହେବା ଯୋଗ୍ୟ ହୋଇପାରିବିନି। ମହାମନ୍ତ୍ରୀ, ଏଇଟା ହେଉଛି ମୋର ଶେଷ ନିଷ୍ପତ୍ତି। ତୁମକୁ ରହିଲ ମୋ ରାଣ। ମହାରାଜ ଆପଣ କ'ଣ କହିଗଲେ? ମହାରାଜ ଆପଣ ମୋତେ ଆପଣଙ୍କ ନିୟମ ଏଛାର ମନ୍ତ୍ରୀକୁ ବନ୍ଧନରେ ବାନ୍ଧି ଦେଉଛନ୍ତି। ମହାରାଜ ହେଉ ମହାରାଜ ହେଉ, ଆପଣ ଆପଣଙ୍କ ନିୟମ ଦେଇଛନ୍ତି ଯେତେବେଳେ ଯାହା ଆପଣଙ୍କର ଇଚ୍ଛା। ମହାରାଜ ସମୟରେ କରୁ ସବୁ ଦେଇ ପୁଣି ଆଜି पोछी दब आखि डालू, ये 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 पोछी दब आखि डालू।
ପୁଣି ଆଜି ଚଢ଼େଇ ନେଲୁ। ସମୟରେ ସମୟ ତୁ କଣ କଲୁ? ସବୁ ଦେଇ ପୁଣି ଆଜି ଚଢ଼େଇ ନେଲୁ। କାନିର ସ୍ନେହ ଆଜି ଅପେରା ନାଇର ସୁହ। ଆପଣ ତ କାନିର ସ୍ନେହ ଆଜି ଅପେରା ନାଇର ସୁହ। ପଚାରୁଛି ପଚାରୁଛି ଘରେ ତୁ କହ। କିଏ ପୋଛି ଦବ ଆଖିର ଲୁହ? କିଏ ପୋଛି ଦବ ଆଖିର ଲୁହ? କିଏ ପୋଛି ଦବ ଆଖିର ଲୁହ? କିଏ ପୋଛି ଦବ ମଲ୍ଲୁ ଖୋଜୁଥାଏ କାକର ପାଣି। ବୈଦ କହିଲା ଦିଅ ତୋରାଣୀ। ଦୀର୍ଘ ଦିନର ସ୍ୱପ୍ନ ଆଜି ମୋର ପୂରଣ ହୋଇଯାଇଛି। ওই কোশালগড় রাজা সিংহাসনে সুমন্ত হয়ে যাইছে এক ছত্রবাদী শাসক। আরে হ্যাঁ, দীর্ঘদিনের স্বপ্ন পূরণ হেলা। সতরে বাস্তবে স্বপ্ন হেলা পূরণ। কোশালগড়ে স্বপ্ন দেখিଥିଲି হেবি দিন মোহি রাজন। কোশালগড়ে স্বপ্ন দেখিଥିଲି হেবি দিন মোহি রাজন। কোশালগড়ে স্বপ্ন দেখিଥିଲି হেবি দিন মোহি রাজন। প্রভু কৃপা কলে আজি মো উপরে সেদিন হইলা পূরণ। কোশালগড়ে স্বপ্ন দেখিଥିଲି হেবি দিন মোহি রাজন। এই কোশালগড় এক ছত্রবাদী শাসক। অরে বুদ্ধিমন্ত গড়ে বড়ে কৌশলে সেই আমার গুপ্ত ষড়যন্ত্রটা সফল হয়ে যাইছে। নিশ্চয় মহারাজ। আর এই কোশালগড় রাজা সিংহাসনে সুমন্ত হয়ে যাইছে এক ছত্রবাদী শাসক। ওই কোশালগড় রাজা অভিষেক মোরি হস্তরে এই রাজা সিংহাসন অর্পণ করে চলে যাইছি অনেক দূর। তার মামু ঘরকু রাজ্য ভারতে রাজা চালিগল প্রজা হইবে মো বাহন। রাজ্য ভারতে রাজা চালিগল প্রজা হইবে মো বাহন। সিংহাসনে আজ সুমন্ত রাজন দুর্গেশ্বর এই রাজন। কোশালগড়ে স্বপ্ন দেখিଥିଲି হেবি দিন মোহি রাজন। বড়ে বুদ্ধিমন্ত ওই সুমন্ত সাজিয়াইছি এই কোশালগড় রাজ্যরে অধীশ্বর। ଏବେ ଆଉ ମୁଁ ଏଇ ରାଜ ସିଂହାସନକୁ ଅପେକ୍ଷା କରିଥିବା ମହାମନ୍ତ୍ରୀ ସୁମନ୍ତ ନୁହଁ। ମୁଁ ହଉଛି ଏଇ କୋଶାଲଗଡ଼ ରାଜ୍ୟରେ
ଏବେ এই କୋଶଳଗଡ଼ ରାଜ୍ୟରେ ରାଜ କରିବାକୁ ହେଲେ ତାର ଆଦେଶ କିମ୍ବା ପରାମର୍ଶ ନେବା ଆବଶ୍ୟକ ନାହିଁ ବୁଦ୍ଧିମନ୍ତ। ମହାରାଜ ନିଶ୍ଚୟ ତମେ ମୋ ପାଦ ସେବା କରିବ। ମହାରାଜ ମୁଁ ଆପଣଙ୍କ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ସବୁ ସଫା କରିଦେବି। ନିଶ୍ଚୟ ବୁଦ୍ଧିମନ୍ତ ମହାରାଜ ବୁଦ୍ଧିମନ୍ତ। କିନ୍ତୁ କିନ୍ତୁର ପରିକାରଣ କଣ ମହାରାଜ ବୁଦ୍ଧିମନ୍ତ? ଆପଣଙ୍କ ମୁଣ୍ଡ ଉପରେ ଗୋଟିଏ ନାଗ ସାପ ମହାରାଜ, ନାଗ ସାପ। ବୁଦ୍ଧିମନ୍ତ ওই সুমন্ত মুন্ডরে পড়ে নাগ সাপ সাপ ওবে ওই সুমন্ত সে শিকারু হাতରୁ ଚଢ଼ି ଆସିଥିବା ଏହି ଘାଗୋଳା ବାୟ ଲୋହେ ସତ ହେଲେ ସେ ବାଘଠୁ ବି ଆହୁରି ଭୟଙ୍କର। ବାଘ ଗର୍ଜନ କଲେ ତା ଶିକାରଟା କରିଥାଏ ହେଲେ ଏ ସୁମନ୍ତର ମୁଣ୍ଡ ଖରାପ ହେଇଛି ମାନେ ମହାପ୍ରଳୟ ରୂପ ଧାରଣ କରି ସର୍ବନାଶ କରିଦିଏ। ସର୍ବନାଶ ଯାହା କହିବାର ଅଛି ବଙ୍କେଇ ବଙ୍କେଇ ନ କହି ସିଧା ସିଧା କହିଯାଅ କଣ କହିବାକୁ ଚାହୁଁଛୁ ତୁ? ଆପଣ ତ ଏ କୋଶଳଗଡ଼ର ରାଜା ହେଇଗଲେ ନିଶ୍ଚୟ ମହାରାଜ। ବୁଦ୍ଧିମନ୍ତ। এই କୋଶଳଗଡ଼ ରାଜ୍ୟରେ ଅନେକ ଧନ ସମ୍ପତ୍ତି ହୀରା ନୀଳ ମୋତି ମାଣିକ ଅଛି ମହାରାଜ। ମହାରାଜ ତାଙ୍କ ପାଇଁ ଏକ ଅଙ୍ଗରକ୍ଷୀ ଦରକାର ମହାରାଜ, ଅଙ୍ଗରକ୍ଷୀ। ତମେ ଉଚିତ ପ୍ରସ୍ତାବ ଦେଇଛ ବୁଦ୍ଧିମନ୍ତ। ବୁଦ୍ଧିମନ୍ତ ମହାରାଜ ତାହେଲେ କିଏ ଅଛି ସେ ସାମର୍ଥ୍ୟ ବ୍ୟକ୍ତି ଅଛି ମହାରାଜ। ଦେଖି ହେଇପାରିବ ଏଇ କୋଶଳଗଡ଼ରେ ଅଙ୍ଗରକ୍ଷୀ? ମହାରାଜ ସେଇଟା ମୋ ପାଖରେ ଅଛି ମହାରାଜ। ବୁଦ୍ଧିମନ୍ତ ମହାରାଜ ବିଳମ୍ବ ନ କରି ତାଙ୍କୁ ନେଇ ଆସ ମୋରି ସମ୍ମୁଖରେ। ତାହେଲେ ଠିକ ଅଛି ମହାରାଜ, ମୁଁ ଶୀଘ୍ର ଯାଇକି ଶୀଘ୍ର ନେଇକି ଆସୁଛି। ନିଶ୍ଚୟ ବୁଦ୍ଧିମନ୍ତ, ଶୀଘ୍ର ଯାଇ ଶୀଘ୍ର ଚାଲି ଆସ। ମହାରାଜଙ୍କର ଜୟ ହଉ, ମହାରାଜଙ୍କର ଜୟ ହଉ। ଆରେ ବୁଦ୍ଧିମନ୍ତ ମହାରାଜ ସେ ଆମ ଘର ଚାକର ନା? ହଁ ମହାରାଜ। କାହିଁକି ଆସିଛି ସେ? ମହାରାଜ ତାଙ୍କୁ ମୁଁ ନେଇକି ଆସିଛି ମହାରାଜ। ଆରେ ବୁଦ୍ଧିମନ୍ତ ତୋ ମୁଣ୍ଡ କଣ ଖରାପ ହେଇଯାଇଛି? କାହିଁକି ନେଇକି ଆସିଛୁ ତାକୁ? ମହାରାଜ ଆପଣ ପରେ କହିଥିଲେ ଅଙ୍ଗରକ୍ଷୀ ପାଇଁ, ତାକୁ ଅଙ୍ଗରକ୍ଷକ ପାଇଁ ନେଇକି ଆସିଛି ମହାରାଜ। ଅବେ ବୁଦ୍ଧିମନ୍ତ ମୁଁ ତୋତେ ଅଙ୍ଗରକ୍ଷକ ନେଇବାକୁ ଆସିଛି। ପୁଣି ତ ଏଇ ଆମ ଘର ଚାକରକୁ କାହିଁକି ନେଇକି ଆସିଛୁ? ମହାରାଜ ସେଇ ଆମ ଘର ଚାକର, ଏଇଟା ତ ସତ, କିନ୍ତୁ ତା ବାହୁବଳ ଦେଖ ମହାରାଜ, ତା କୁଣ୍ଡଟାକୁ ଦେଖ। ଏଇ ମୋ ସାଙ୍ଗ ଶଙ୍କରା ହିଁ ଏ କୋଶଳ ରାଜ୍ୟରେ ଅଙ୍ଗରକ୍ଷୀ ହେବା ଯୋଗ୍ୟ ମହାରାଜ। ଆରେ ହଉ, ଆରେ ଶଙ୍କର ମହାରାଜ ତମେ କଣ ଏଇ କୋଶଳଗଡ଼ ରାଜ୍ୟରେ ଅଙ୍ଗରକ୍ଷକ ହେବି ପାରିବ? ନିଶ୍ଚୟ ମହାରାଜ, ଆପଣ ଯାହା ଆଦେଶ ଦେବେ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଏଇଟା ମୋର ଅଟଳ ପ୍ରତିଜ୍ଞା। ଆରେ ବୁଦ୍ଧିମନ୍ତ ତାହେଲେ ଠିକ ଅଛି ବୁଦ୍ଧିମନ୍ତ, ଆଜି ଦିନଠୁ ଶଙ୍କର ହେଇଗଲେ ଏହି କୋଶଳଗଡ଼ ରାଜ୍ୟରେ ଅଙ୍ଗରକ୍ଷୀ। ଆଉ ତମେ ମଧ୍ୟ ଏହି କୋଶଳଗଡ଼ ରାଜ୍ୟରେ ରାଜ ଗୁମାସ୍ତା। ମହାରାଜ ଶଙ୍କର ମହାରାଜ ତାହେଲେ ଏଇ ତୀକ୍ଷଣ ଖଡ୍ଗ, ଆଜି ଦିନଠୁ ତମେ ହେଇଗଲ ଏହି କୋଶଳଗଡ଼ ରାଜ୍ୟରେ ଅଙ୍ଗରକ୍ଷକ।
ନିଶ୍ଚୟ ମହାରାଜ। ଆଜି ଦିନଠୁ ଏହି କୋଶଲଗଡ଼ ରାଜ୍ୟର ସମସ୍ତ ଜନପ୍ରଜାକୁ ପୁତ୍ର ସମ ପାଳନ ଆଉ ଦେଖିବାକୁ ହେବ। ଆପଣଙ୍କ ଆଦେଶ ସୁରଧାର୍ଯ୍ୟ ମହାରାଜ। ଠିକ ଅଛି ଶଙ୍କର, ଏଇ ନିଅ ତୀକ୍ଷଣ ଖଡ୍ଗ। बार बार करो प्यार, वो दिल के जे दिए ठोकर ता पाई पलजे मो हल्ला हल्ला जहान लागिला 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 दिल का ठोकर। ଏମିତି ଗ୍ୟାରେଣ୍ଟି ରେକର୍ଡ ଆଉ ସମସ୍ତ ଜନପ୍ରଜା ମାନେ କହିବେ ମୁଁ ଯେ ଜାଗାରେ ଛିଡ଼ା ହେଇଯାଏ ସେ ଏରିଆଟା ମୋର ହେଇଯାଏ। ମୋ କଥାଟା ସିଧା କାମଟା ବଙ୍କା ବଙ୍କା ତାରେଟା ତାରେଟା मधुवंत आज तमर जगु मो दुख पार है तमर जगु मो दुख सुख पाइले मधुवंत एबेठू এই মুহূর্তে আমি এই কোশ রাজ্যরে খেল আরম্ভ করিবা আর সে খেল তবে হব শকুনি আর মু হয়েছিবি দুর্যোধন যেমতি মহাভারতরে পঞ্চু পাণ্ডব সহিত ষড়যন্ত্র করলে ঠিক সেমিতি আমি এই সুমন্ত সহিত ষড়যন্ত্র করিবা। মধুবন্ত কোশলটাকে চকমাচুর করে যাবা মধুবন্ত ହେଲେ ଏଇ କଥାକୁ ଆମକୁ ଗୋପନରେ ରଖିବାକୁ ହବ। ଶୀଘ୍ର ପୁରା ଶୀଘ୍ର ତମେ ଠିକ ବୁଝିଛ ସାଙ୍ଗ। ମଧୁବନ୍ତ ଏଠି ଆମକୁ ଆସି ବେଶୀ ସମୟ ହେଇଗଲାଣି। ବର୍ତ୍ତମାନ ଆମେ ଯାଇ
বিশ্রাম ঘরে বিশ্রাম করিবা। ଚାଲ ସାଙ୍ଗ ए बुहारे देखुच ये मोर सांग के मुई अकल बुद्धि खने खिला लाके हे बोका ठेसु घर न अकल पुड़ी आने कर खिला लाके हे छोड़ू तमें मोके नहीं जानवर क्या हो डिस्टर्ब नहीं करू आड़े डिस्टर्ब नहीं प्लीज अकल पुड़िया खिला लाके अंग रखी से और से सांग मोर बाटे करके मो बाटे रोची अरे सांग तू कौन भावुच रे ए कोसड़गड़ राज्य रे मो राजा ही देवी ना 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 मु तते राजा हेबाकू देवी रे सांग कहीं ना ए पागड़ बुद्धिमंत थाउ थाउ यही राजा है पारिबने मु हेबी राजा कोसड़गड़ राज्य रे कहीं ना मु मध्य स्वप्न देखी कोसड़गड़ रे राजा हेबा वास्तव सपन हेब पूरण ताहले जाए मु मध्य से विश्राम कक्ष को